ମୁଁ ଆପଣଙ୍କୁ ଥରେ କହିଥିଲି ଡବଲ ଇଞ୍ଜିନ୍ ଡବଲ ଧୋକା। ଏ ଓଡ଼ିଶାବାସୀଙ୍କୁ ଧୋକା ଦେଇ ଦିଆହେଇଛି। ମାଛ ଶାଗ ପରି ଆଦାନୀ କମ୍ପାନୀକୁ ଯେଉଁ ଅକୁଣ୍ଠ ଚିତ୍ତରେ ମାନ୍ୟବର ପ୍ରଧାନମନ୍ତ୍ରୀ ଘରୋଇକରଣ କରିବାର ବ୍ୟବସ୍ଥା ରହିଛନ୍ତି ସରକାରୀ ସଂସ୍ଥାକୁ, ସେ ତୁଳନାରେ ରାଜ୍ୟ କ'ଣ ପାଇଛି? କୋଇଲା ଠାରୁ ଖଣି, ଖଣି ଠାରୁ ପାଣି, ଇଏ ସବୁଗୁଡ଼ାକ ଠିକାଦାର ସଂସ୍ଥାକୁ ସେମାନେ ହସ୍ତଗତ କରିଦେଇଛନ୍ତି। ସେତେବେଳେ ଥିଲେ ତାମିଲନାଡୁର ସରକାର, ପୂର୍ବ ସରକାର ସମୟରେ ତାମିଲନାଡୁର ଠିକାଦାର ମାନେ ଏଠି ତୁଷ୍ଟିକରଣ ବ୍ୟବସ୍ଥାରେ ଥିଲେ। ଏବେ ଗୁଜରାଟର କିଛି ଠିକାଦାର ଏଠି ପ୍ରବେଶ କରି ଇଏକି ତାଙ୍କୁ ତୁଷ୍ଟିକରଣ କରାଯାଉଛି। ତେଣୁ ୟୁପିଏ ସମୟରେ ଯେଉଁ ଅନୁଦାନ ଦିଆଯାଉଥିଲା, ଆମେ କେବେ ଡବଲ ଇଞ୍ଜିନ୍ କହୁନଥିଲୁ। ଏବେ ଯେଉଁ ଡବଲ ଇଞ୍ଜିନ୍ କହୁଛନ୍ତି ଏବଂ ଅନୁଦାନ କଥା ଚିନ୍ତା କରାଯାଉଛି, ଓଡ଼ିଶାବାସୀଙ୍କୁ ହତାଶ ହେବାରେ ପଡ଼ିଛି ବିଭିନ୍ନ କ୍ଷେତ୍ରରେ। ଚାहे ଶିକ୍ଷା ହେଉ, ଚାहे ସ୍ୱାସ୍ଥ୍ୟ ହେଉ, ଚାहे ଗମନାଗମନ ହେଉ, ଚାहे ବିଭିନ୍ନ ସଂସ୍ଥାକୁ ଆପଣ ଦେଖନ୍ତୁ, ସଠିକ୍ ପରିମାଣରେ ଯେଉଁ ଅନୁଦାନ ଆସିବା କଥା କେନ୍ଦ୍ରରୁ, ଯେଉଁ ହିସାବରେ ସେମାନେ ଏଠୁ ରୟାଲ୍ଟି ନେଉଛନ୍ତି ଓଡ଼ିଶାରୁ, ସେ ହିସାବରେ କେନ୍ଦ୍ରରୁ ଏଠି ଅନୁଦାନ ଆସିପାରୁନି, ଯଦ୍ୱାରା କି ଓଡ଼ିଶା ଆଜି ପଛରେ ରହିଛି।